ଖୁଦୁରୁକୁଣୀ ପୂଜା ବାଡ଼ୁଅ ଝିଅମାନେ ନିଜ ଭାଇର ମଙ୍ଗଳ କାମନା କରିବା ପାଇଁ ଏହି ବ୍ରତ କରିଥାନ୍ତି। ଖୁଦୁରୁକୁଣୀ ପୂଜା ସମସ୍ତ ଝିଅ ମିଶିକରି କରିଥାନ୍ତି। ପ୍ରଥମେ ସକାଳୁ ବାଲୁକା ପୂଜା ହୋଇଥାଏ। ପରେ ସନ୍ଧ୍ୟାରେ ମା ମଙ୍ଗଳାକୁ ପୂଜା କରାଯାଏ। ଭାଦ୍ରବ ମାସର ପ୍ରତ୍ୟେକ ରବିବାରରେ ମା ଖୁଦୁରୁକୁଣୀ ପୂଜା ବ୍ରତ ପଡ଼ିଥାଏ। ଏହି ବ୍ରତ 4 ପାଳି କିମ୍ବା 5 ପାଳି ପଡ଼େ। ଖୁଦୁରୁକୁଣୀ ଦିନ ଝିଅମାନେ ଭୋରୁ ଉଠି ଫୁଲ ଆଦି ତୋଳନ୍ତି। ଫୁଲ ତୋଳି ସାରିଲା ପରେ ଏକ କଦଳୀ ଗଛ ଅଳ୍ପ ପତ୍ର ଥିବା ଅଧା କଦଳୀ ଗଛକୁ ଆଣନ୍ତି। ସେହି କଦଳୀ ଡାଳକୁ ଫୁଲରେ ସୁନ୍ଦର କରି ସଜାଇ ଦିଅନ୍ତି। ସକାଳ ବାଲୁକା ପୂଜା ପାଇଁ ସମସ୍ତ ଝିଅମାନେ ଏକାଠି ହୋଇ ପ୍ରସ୍ତୁତ ହୋଇଥାନ୍ତି। ନିଜ ନିଜ ଘରୁ ପୂଜା ପାଇଁ ଭୋଗ, ଦୀପ, ଧୂପ, ହଳଦୀ, ସିନ୍ଦୁର ଆଦିକୁ ଆଣିଥାନ୍ତି ଏବଂ ବଜ୍ରମୂଳି କାଠିରେ ତିଆରି ହୋଇଥିବା ବଳିତା ମଧ୍ୟ ପ୍ରସ୍ତୁତ କରନ୍ତି। ସମସ୍ତ ଭୋଗ ପୂଜା ସାମଗ୍ରୀକୁ ଏକାଠି କରନ୍ତି। ସମଗ୍ର ସାମଗ୍ରୀ ସଜାଡ଼ି ସାରିଲା ପରେ ଝିଅମାନେ ମିଶି ଘଣ୍ଟ ବଜାଇ କଦଳୀ ଗଛକୁ ଧରି ନଈ, ନାଳ କିମ୍ବା ପୋଖରୀ କୂଳକୁ ଯାଇଥାନ୍ତି। ସେଠି କଦଳୀ ଗଛକୁ ଗାତ କରି ପୋତନ୍ତି ଏବଂ ବାଲିରେ ଗୁଳା କରି କଦଳୀ ଗଛ ମୂଳରେ ଦେଇଥାନ୍ତି। ତାପରେ ବଜ୍ରମୂଳି ଲଗାଯାଇଥାଏ। ହଳଦୀ ପାଣି ଏବଂ ସିନ୍ଦୁର ଲଗାଯାଏ। ଦୀପ, କର୍ପୂର ଆଳତି ବନ୍ଦାପନା କରାଯାଏ। ଆଣିଥିବା ଭୋଗକୁ 5ଟି ବା 7ଟି ପତ୍ରରେ ଭୋଗ ବଢ଼ାଯାଏ। ଭୋଗ ଲାଗିଲା ପରେ ସମସ୍ତେ ଘରକୁ ଫେରିଥାନ୍ତି। ଆଜିଠାରୁ ଢେଙ୍କାନାଳ ସହରରେ ଖୁଦୁରୁକୁଣୀ ପୂଜା ଆରମ୍ଭ ହୋଇଛି। ଯଥାକ୍ରମେ ଆଦର୍ଶ ବିହାର ଓ କୁମ୍ଭାର ସାହି ଓ ବିଭିନ୍ନ ସାହି ମାନଙ୍କରେ କୁମାରୀ ଝିଅମାନେ ଧୁମଧାମରେ ଏହି ପୂଜା ପାଳନ କରିଥିଲେ। ବ୍ୟୁରୋ ରିପୋର୍ଟ, ଢେଙ୍କାନାଳ ନ୍ୟୁଜ। ଆଜିଠାରୁ ଢେଙ୍କାନାଳ ସହରରେ ଖୁଦୁରୁକୁଣୀ ପୂଜା ଆରମ୍ଭ ହୋଇଛି। ଯଥାକ୍ରମେ ଆଦର୍ଶ ବିହାର ଓ କୁମ୍ଭାର ସାହି ଓ ବିଭିନ୍ନ ସାହି ମାନଙ୍କରେ କୁମାରୀ ଝିଅମାନେ ଧୁମଧାମରେ ଏହି ପୂଜା ପାଳନ କରିଥିଲେ। ବ୍ୟୁରୋ ରିପୋର୍ଟ, ଢେଙ୍କାନାଳ ନ୍ୟୁଜ।